ସୁଭଦ୍ରା ଯୋଜନାରେ ପୂର୍ବରୁ ଘୋଷଣା କରାଯାଇଥିଲା, କୁହାଯାଇଥିଲା ମହିଳାମାନଙ୍କୁ 50,000 ଟଙ୍କା ମିଳିବ ବୋଲି। କିନ୍ତୁ ଏହି ସୁଭଦ୍ରା ଯୋଜନାକୁ ନେଇକି ଏକ ବହୁତ ବଡ଼ ଅପଡେଟ୍ଟି ଜାରି କରାଯାଇଛି। ଏହି ଅପଡେଟ୍ଟି ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରାଯାଇଥିଲା। ଏହି ଅପଡେଟ୍ ବିଷୟରେ ଏବେ ମୁଁ ଆପଣମାନଙ୍କୁ କହୁଛି। ଦେଖନ୍ତୁ ଏଇ ଯେଉଁ ଅପଡେଟ୍ଟି ଜାରି କରାଯାଇଛି ଏଠି କ'ଣ ଲେଖାଯାଇଛି। ସୁଭଦ୍ରା ଯୋଜନାରେ ବର୍ଷକୁ ମିଳିବ 10,000 ଟଙ୍କା। ପୂର୍ବରୁ କୁହାଯାଇଥିଲା 50,000 ମହିଳାମାନଙ୍କୁ ମିଳିବ ବୋଲି, କିନ୍ତୁ ଏବେ କୁହାଯାଉଛି ବର୍ଷକୁ 10,000 ମିଳିବ। କେଉଁମାନଙ୍କୁ ମିଳିବ ଓ କେଉଁମାନଙ୍କୁ ମିଳିବନି ଏବେ ଚାଲନ୍ତୁ ଜାଣିବା। ଦେଖନ୍ତୁ ଏଠି ଲେଖାଯାଇଛି ସୁଭଦ୍ରା ଯୋଜନାକୁ କ୍ୟାବିନେଟ୍ରେ ମୋହର। ସୁଭଦ୍ରା ଯୋଜନା ପାଇଁ ଆସିଲା ଓଏସ୍ଓପି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। 21 ବର୍ଷରୁ ଅଧିକ 60 ବର୍ଷରୁ କମ୍ ମହିଳା ପାଇବେ ଏହି ସୁବିଧା। 21 ବର୍ଷରୁ ଓ 60 ବର୍ଷ ଭିତରେ ଯେଉଁ ମହିଳାମାନେ ଅଛନ୍ତି ସେହିମାନଙ୍କୁ ଏହି ସୁଭଦ୍ରା ଯୋଜନାର ସୁବିଧା ମିଳିପାରିବ। ରାଜ୍ୟର 1 କୋଟିରୁ ଅଧିକ ମହିଳା ଉପକୃତ ହେବେ ଏହି ସୁଭଦ୍ରା ଯୋଜନାରେ। ମହିଳାଙ୍କୁ ସୁଭଦ୍ରା ଡେବିଟ୍ କାର୍ଡ଼ ପ୍ରଦାନ କରାଯିବ। ଏହି ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ଡେବିଟ୍ କାର୍ଡ଼ଟିଏ ମିଳିବ। ଯେପରି ବ୍ୟାଙ୍କରେ ଡେବିଟ୍ କାର୍ଡ଼, କ୍ରେଡ଼ିଟ୍ କାର୍ଡ଼ ରହିଛି, ସେହିଭଳି ମହିଳାମାନଙ୍କୁ ଏହି ସୁଭଦ୍ରା ଯୋଜନା ଅଧୀନରେ ଏକ ଡେବିଟ୍ କାର୍ଡ଼ ମିଳିବ। ପ୍ରତିବର୍ଷ ସୁଭଦ୍ରା ଯୋଜନାରେ ମିଳିବ ଟଙ୍କା। ଉପରେ ଆପଣମାନେ ଦେଖିଲେ ଲେଖାଯାଇଥିଲା ପ୍ରତିବର୍ଷ 10,000 ଟଙ୍କା ମିଳିବ ବୋଲି। ପ୍ରତିବର୍ଷ ଟଙ୍କା ମିଳିବ। 2ଟି କିସ୍ତିରେ ଟଙ୍କା ପ୍ରଦାନ କରିବେ। ଏହି ଯେଉଁ ବର୍ଷକୁ 10,000 ମିଳିବ, ଏହି ଟଙ୍କାକୁ 2ଟି କିସ୍ତିରେ ପ୍ରଦାନ କରାଯିବ। ଦେଖନ୍ତୁ ଲେଖାଯାଇଛି 2ଟି କିସ୍ତିରେ ଟଙ୍କା ପ୍ରଦାନ କରିବେ ସରକାର। 2 ଥରରେ 10,000 ଟଙ୍କା ମହିଳାମାନଙ୍କୁ ମିଳିବ। 5 ବର୍ଷରେ 50,000 ଟଙ୍କା ପ୍ରଦାନ କରିବେ ସରକାର। ଏକାଥରେ ଆପଣମାନଙ୍କୁ 50,000 ମିଳିଯିବନି। 5 ବର୍ଷରେ ବର୍ଷକୁ 10,000 କରି 5 ବର୍ଷ ପର୍ଯ୍ୟନ୍ତ 50,000 ମହିଳାମାନଙ୍କୁ ଦିଆଯିବ ଏହି ସୁଭଦ୍ରା ଯୋଜନା ଅଧୀନରେ। ଯେଉଁ ମହିଳାମାନଙ୍କର 21 ବୟସରୁ ଅଧିକ ଓ 60 ବର୍ଷରୁ କମ୍, ସେହିମାନଙ୍କୁ ଏହି ସୁଭଦ୍ରା ଯୋଜନାର ଲାଭ ମିଳିପାରିବ। ସେମାନେ 50,000 ଟଙ୍କା ପାଇପାରିବେ 5 ବର୍ଷରେ। ଯେଉଁ ମହିଳାମାନଙ୍କର 60 ବର୍ଷରୁ ଅଧିକ, ଯେଉଁମାନେ ଭତ୍ତା ପାଉଛନ୍ତି, ସେମାନେ ଏଥିରେ ଲାଭ ନେଇପାରିବେ ନାହିଁ। ସେମାନଙ୍କୁ ଏହି ସୁଭଦ୍ରା ଯୋଜନାର ସୁବିଧା ମିଳିପାରିବ ନାହିଁ। ଯଦି ଆପଣ ଏହି ସୁଭଦ୍ରା ଯୋଜନା ବିଷୟରେ ଆଗକୁ କିଛି ଅପଡେଟ୍ ସବୁ ଆସିଲେ ଏହା ବିଷୟରେ ଜାଣିବାକୁ ଚାହୁଁଛନ୍ତି, କିପରି ଆବେଦନ ହେବ ଏସବୁ ଜାଣିବାକୁ ଚାହୁଁଛନ୍ତି, ତେବେ ଆପଣ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍ରେ ଦବାଇ ରଖନ୍ତୁ।